ଭଗବାନ ନାରାୟଣ ଦେବୀ ଲକ୍ଷ୍ମୀଙ୍କୁ କହିଲେ, ଲକ୍ଷ୍ମୀ ଦେଖ, ଲୋକଙ୍କ ଭକ୍ତି ଏତେ ବଢ଼ିଯାଇଛି ଯେ ସମସ୍ତେ ନାରାୟଣ ନାରାୟଣ ଜପ କରି ଚାଲିଛନ୍ତି। ଲକ୍ଷ୍ମୀ ଉତ୍ତର ଦେଲେ, ପ୍ରଭୁ, ଭକ୍ତି ତୁମକୁ ପାଇବା ପାଇଁ ନୁହଁ, ବରଂ ମୋତେ ପାଇବା ପାଇଁ ବୃଦ୍ଧି ପାଇଛି। ପ୍ରଭୁ ଉତ୍ତର ଦେଲେ, ଲୋକମାନେ ଏପରି ତ ଲକ୍ଷ୍ମୀ ଲକ୍ଷ୍ମୀ ତ ଜପ କରୁନାହାନ୍ତି। ତାପରେ ଦେବୀ ଲକ୍ଷ୍ମୀ ଉତ୍ତର ଦେଲେ, ପ୍ରଭୁ, ଯଦି ଆପଣ ବିଶ୍ୱାସ କରୁନାହାନ୍ତି ତେବେ ଚାଲନ୍ତୁ ନା ଏକ ପରୀକ୍ଷା କରିନେବା। ନାରାୟଣ ରାଜି ହୋଇଗଲେ। ନାରାୟଣ କହିଲେ, ଠିକ୍ ଅଛି, ଚାଲ ଦେଖିବା। ପ୍ରଭୁ ନାରାୟଣ ନିଜକୁ ବ୍ରାହ୍ମଣ ବେଶ ହୋଇ ଏକ ଗାଁକୁ ଗଲେ। ସେ ଏକ ଘରର ଦ୍ୱାର ବାଡ଼େଇଲେ। ଯଜମାନ ଦ୍ୱାର ଖୋଲି ପଚାରିଲେ, ତୁମେ କେଉଁଠାକୁ ଆସିଛ? ପ୍ରଭୁ ଉତ୍ତର ଦେଲେ, ମୁଁ ତୁମ ସହରରେ ଭଗବାନଙ୍କର କଥା ପରିବେଷଣ କରିବାକୁ ଚାହୁଁଛି। ଯଜମାନ କହିଲେ, ଠିକ୍ ଅଛି ମହାରାଜ, କଥା ଚାଲିଥିବା ପର୍ଯ୍ୟନ୍ତ ଆପଣ ମୋ ଘରେ ରହିପାରିବେ। କିଛି ଗ୍ରାମବାସୀ ଏକାଠି ହୋଇ ସମସ୍ତେ କଥାର ଆୟୋଜନ ପ୍ରସ୍ତୁତ କଲେ। ପ୍ରଥମ ଦିନ କିଛି ଲୋକ ଆସିଲେ। ଏବେ ପ୍ରଭୁ ନିଜେ ଯେତେବେଳେ କାହାଣୀ ଶୁଣାଉଛନ୍ତି, ଭିଡ଼ ତ ନିଶ୍ଚୟ ହେବ। ଭିଡ଼ ବଢ଼ିଗଲା। ଦ୍ୱିତୀୟ ଏବଂ ତୃତୀୟ ଦିନ ଆହୁରି ଅଧିକ ଲୋକ ଆସିଲେ କଥା ଶୁଣିବା ପାଇଁ। ଲୋକଙ୍କ ଭକ୍ତିରେ ପରମେଶ୍ୱର ମଧ୍ୟ ଖୁସି ହେଲେ। ଦେବୀ ଲକ୍ଷ୍ମୀ କ'ଣ ଘଟୁଛି ଦେଖି ତାହା ଦେଖିବା ପାଇଁ ନିଷ୍ପତ୍ତି ନେଲେ। ଦେବୀ ଲକ୍ଷ୍ମୀ ଏକ ବୃଦ୍ଧା ବ୍ରାହ୍ମଣୀ ରୂପ ଧାରଣ କରି ସେହି ସହରକୁ ପହଞ୍ଚିଲେ। ଜଣେ ମହିଳା ତାଙ୍କ ଦ୍ୱାର ବନ୍ଦ କରି ସେହି କଥା ଶୁଣିବା ପାଇଁ ବାହାରୁଥିଲେ। ଦେବୀ ଲକ୍ଷ୍ମୀ କହିଲେ, ଝିଅ, ଦୟାକରି ମୋତେ କିଛି ପାଣି ଦିଅ। ମହିଳା ଜଣକ ଉତ୍ତର ଦେଲେ, ମା, ବର୍ତ୍ତମାନ 3:30 ହେଇଗଲାଣି। ମୁଁ ପ୍ରବଚନକୁ ଯିବି, କଥା ଶୁଣିବି, ମୋର ଡେରି ହେଇଯାଉଛି। ମାତା ଲକ୍ଷ୍ମୀ କହିଲେ, ଝିଅ, ଦୟାକରି ମୋତେ ଟିକେ ପାଣି ଦିଅ, ମୋତେ ବହୁତ ଶୋଷ ଲାଗୁଛି। ମହିଳା ଜଣକ ପାଣି ଭର୍ତ୍ତି କରି ଏକ ପାତ୍ର ଆଣିଲେ। ମାତା ପାଣି ପିଇ ସେହି ପାତ୍ରଟିକୁ ଫେରାଇ ଦେଲେ। କିନ୍ତୁ ଯେତେବେଳେ ତାକୁ ସେ ପାତ୍ରଟିକୁ ଫେରାଇଲେ, ତାହା ସୁନାର ପାଲଟି ହୋଇଯାଇଥିଲା। ମହିଳା ଜଣକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ମାଟି ପାତ୍ରଟି କିପରି ସୁନାରେ ପରିଣତ ହୋଇଗଲା? ସେ କି ଚମତ୍କାର ଦେବୀ! ମହିଳା ଜଣକ ହାତ ଯୋଡ଼ି କହିଲେ, ମାତା, ତୁମକୁ ନିଶ୍ଚୟ ଭୋକ ଲାଗିଥିବ, ଦୟାକରି ଟିକେ ଖାଇବ ଆସ। ସେ ମନେ ମନେ ଭାବିଲେ, ଯଦି ସେ ମାତା ଖାଇବେ ହେଲେ ତାଙ୍କର ଥାଳି, ଗ୍ଲାସ୍, ଚାମଚ ଇତ୍ୟାଦି ସବୁ ସୁନାର ହୋଇଯିବ। ଦେବୀ ଲକ୍ଷ୍ମୀ କହିଲେ, ନା, ମୋତେ ବହୁତ ଶୋଷ ଲାଗୁଥିଲା, ତମେ ଏବେ ଯାଅ, ତୁମର କଥାର ଡେରି ହେଇଗଲାଣି। ମହିଳା ପ୍ରବଚନରେ ଯୋଗ ଦେଲେ, କିନ୍ତୁ ସେ ସେହି ସୁନାର ଗ୍ଲାସ୍ ବିଷୟରେ ଭାବୁଥିଲେ। ସେ ସମସ୍ତ ଘଟଣା ପାଖରେ ଥିବା ମହିଳାମାନଙ୍କୁ କହିଲେ। ଏହା ଶୁଣି ମହିଳାମାନେ ଚାଲୁଥିବା ପ୍ରବଚନ ଛାଡ଼ି ଚାଲିଲେ ସେହି ମାତାଙ୍କୁ ଖୋଜିବାକୁ। ପରଦିନ ପ୍ରବଚନରେ ଯୋଗଦାନ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ କମିଗଲା। ତେବେ ଭଗବାନ ପଚାରିଲେ, ଲୋକଙ୍କ ସଂଖ୍ୟା କିପରି କମିଗଲାଣି? ତନ୍ମଧ୍ୟରୁ କେହି ଜଣେ କହିଲେ, ଜଣେ ଚମତ୍କାରୀ ମାତା ସହରକୁ ଆସିଛନ୍ତି। ଯେତେବେଳେ ସେ କୌଣସି ପାତ୍ରରେ ତାଙ୍କୁ ପିଇବାକୁ ଦିଆଯାଏ, ତାହା ସୁନାରେ ପାଲଟି ଯାଉଛି। ଥାଳିରେ ଖାଆନ୍ତି, ସେ ଥାଳି ସୁନାରେ ପାଲଟିଯାଏ। ତେଣୁ ଲୋକମାନେ ସେ ମାତାଙ୍କର ଚର୍ଚ୍ଚା କରି ଚାଲିଛନ୍ତି। ସେଥିପାଇଁ ଏଠାରେ କେହି ପ୍ରବଚନ ଶୁଣିବାକୁ ଆସୁନାହାନ୍ତି। ଭଗବାନ ନାରାୟଣ ବୁଝିପାରିଲେ ଯେ ଦେବୀ ଲକ୍ଷ୍ମୀ ଆସିଗଲେଣି। ଏହା ଶୁଣି ସେ ମହାରାଜ ମଧ୍ୟ ଠିଆ ହୋଇଗଲେ ଏବଂ ସେ ସ୍ଥାନରୁ ଶୀଘ୍ରାତିଶୀଘ୍ର ଖସିଗଲେ। ସେ ଦେବୀକୁ ଖୋଜିବା ପାଇଁ ଏପଟେ ସେପଟେ ଗଲେ। ଶେଷରେ ସେ ମାତାଙ୍କୁ ପାଇଲେ। ସେ ମାତାଙ୍କୁ କହିଲେ, ମାତା, ତୁମେ ସମସ୍ତଙ୍କ ଘରକୁ ଗଲ, କିନ୍ତୁ ମୋ ଘରକୁ ଅଣଦେଖା କରିଦେଲ। ଦେବୀ ଲକ୍ଷ୍ମୀ କହିଲେ, ମୁଁ ପ୍ରଥମେ ତୁମ ଘରକୁ ଆସିବା କଥା ଥିଲା, କିନ୍ତୁ ତୁମ ଘରେ କଥା ଆୟୋଜନ କରିଥିବା ବ୍ୟକ୍ତି ଯିବା ପରେ ହିଁ ମୁଁ ଆସିବି। ମହାଜନ କହିଲେ, ଏଇ କଥା, ମୁଁ ତାଙ୍କୁ ଏବେ ହିଁ ଧର୍ମଶାଳାରେ ଏକ କୋଠରୀ ଦେବି। ନାରାୟଣ କଥା ସାରି ଘରକୁ ଫେରିବା ମାତ୍ରେ ମହାଜନ କହିଲେ, ମହାରାଜ, ତୁମର ବିଛଣା ସଜାଡ଼, ତୁମର ବ୍ୟବସ୍ଥା ମୁଁ ଧର୍ମଶାଳାରେ କରିସାରିଛି। ମହାରାଜଙ୍କ କଥା ଶୁଣି ନାରାୟଣ କହିଲେ,
କଥା ପାଇଁ ତ ଆହୁରି 2-3 ଦିନ ବାକି ଅଛି, ମୋତେ ଏଠାରେ ରହିବାକୁ ଦିଅ। ମହାରାଜ କହିଲେ, ନା ନା ମହାରାଜ, ଆପଣ ଶୀଘ୍ର ଯାଆନ୍ତୁ। ମୁଁ କିଛି ଶୁଣିବି ନାହିଁ। ଆପଣ ଗଲେ ମୁଁ ଆଉ ଜଣେ ଅତିଥିଙ୍କୁ ଏଠାରେ ରଖିବି। ଦୟାକରି ଆପଣ ଡେରି ନକରି ଶୀଘ୍ର ଏଠାରୁ ପ୍ରସ୍ଥାନ ହୁଅନ୍ତୁ। ଠିକ୍ ସେହି ସମୟରେ ଦେବୀ ଲକ୍ଷ୍ମୀ ଆସି କହିଲେ, ମହାରାଜ ଦୟାକରି କିଛି ସମୟ ପାଇଁ ବାହାରକୁ ଯାଅ। ମୁଁ ଏହି ବାବାଙ୍କ ସହିତ କଥା ହେବାର ଅଛି। ଦେବୀ ଲକ୍ଷ୍ମୀ ପରମେଶ୍ୱରକୁ କହିଲେ, ପ୍ରଭୁ ଆପଣ ଏବେ ଦୁଃଖ ପ୍ରକାଶ କରୁଛନ୍ତି କି? ଭଗବାନ ନାରାୟଣ କହିଲେ, ହଁ ଲକ୍ଷ୍ମୀ, ତୁମର ପ୍ରଭାବ ଅଛି, କିନ୍ତୁ ତୁମକୁ ଗୋଟିଏ କଥା ରାଜି ହେବାକୁ ପଡ଼ିବ ଯେ ତୁମେ କେବଳ ସେତେବେଳେ ଆସିଥିଲ ଯେତେବେଳେ ମୁଁ ଏଠାକୁ ସନ୍ଥ ରୂପରେ ପହଞ୍ଚିଥିଲି। ଯେଉଁଠାରେ ଜଣେ ସନ୍ଥ କଥା କହିବ କି ପ୍ରବଚନ ଦେବ, ଲକ୍ଷ୍ମୀ ତୁମେ ନିଶ୍ଚିତ ଭାବରେ ସେଠାରେ ବାସ କରିବ। ଏହା ସହିତ ପ୍ରଭୁ ନାରାୟଣ ବୈକୁଣ୍ଠକୁ ପ୍ରସ୍ଥାନ କଲେ। ପରଦିନ ପ୍ରଭୁଙ୍କ ପ୍ରସ୍ଥାନ ପରେ ମହାରାଜଙ୍କ ଘରେ ଲୋକଙ୍କ ଭିଡ଼ ଥିଲା। ସମସ୍ତେ ଚାହୁଁଥିଲେ ଯେ ଦେବୀ ପ୍ରତ୍ୟେକଙ୍କ ଘରୁ ଗୋଟିଏ ଗୋଟିଏ କରି ଯାଆନ୍ତୁ। କିନ୍ତୁ ଏହା କ'ଣ ଥିଲା? ଦେବୀ ଲକ୍ଷ୍ମୀ ମହାରାଜ ଏବଂ ଅନ୍ୟ ଗ୍ରାମବାସୀଙ୍କୁ କହିଲେ, ଏବେ ମୁଁ ମଧ୍ୟ ଯାଉଛି। ସମସ୍ତେ ପଚାରିଲେ, ମା ଏହା କାହିଁକି? ଆପଣ କାହିଁକି ଆମକୁ ଛାଡ଼ିକି ପଳାଉଛନ୍ତି? ଆମେ କ'ଣ କିଛି ଭୁଲ କରିଛୁ? ଦେବୀ ଉତ୍ତର ଦେଲେ, ମୁଁ ସେହି ସ୍ଥାନରେ ରହେ ଯେଉଁଠାରେ ନାରାୟଣ ବାସ କରନ୍ତି। ତୁମେ ନାରାୟଣଙ୍କୁ ବାହାର କରିଦେଇଛ, ତେଣୁ ମୁଁ କିପରି ରହିପାରିବି? ମୁଁ ବି ମଧ୍ୟ ଯାଉଛି। ବାସ୍ ଏତିକି କହି ସେ ମଧ୍ୟ ଚାଲିଗଲେ। ତେବେ ବନ୍ଧୁଗଣ, ଯେଉଁଠାରେ କେବଳ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତି, ସେମାନେ ଭଗବାନ ନାରାୟଣଙ୍କ ଠାରୁ ଦୂରେଇ ଯାଆନ୍ତି। ଯଦି ଆମେ ନାରାୟଣଙ୍କୁ ପୂଜା କରୁ, ତେବେ ଲକ୍ଷ୍ମୀ ତାଙ୍କ ପଛେ ପଛେ ନିଶ୍ଚୟ ଆସିବେ, କାରଣ ତାଙ୍କ ବିନା ଲକ୍ଷ୍ମୀ ରହିପାରନ୍ତି ନାହିଁ। ଯେଉଁଠାରେ ଭଗବାନଙ୍କର ସ୍ମରଣ ଅଛି, ସେଠାରେ ଲକ୍ଷ୍ମୀଙ୍କର ମଧ୍ୟ ବାସ ଅଛି। ଯେଉଁମାନେ ଲକ୍ଷ୍ମୀଙ୍କୁ ପାଇବାକୁ ହେଲେ ନାରାୟଣଙ୍କ ପଥ ଅନୁସରଣ କରନ୍ତୁ, ନାରାୟଣଙ୍କୁ ସ୍ମରଣ କରନ୍ତୁ, ନାରାୟଣଙ୍କୁ ଭକ୍ତି କରନ୍ତୁ, ଲକ୍ଷ୍ମୀ ନିଜେ ନିଜେ ଚାଲି ଆସିବେ। ତେବେ ବନ୍ଧୁଗଣ, ଇଏ ତ ଥିଲା ଗୋଟେ ପୌରାଣିକ କାହାଣୀ ଭିତରୁ ଗୋଟିଏ କାହାଣୀ। ଏଇଭଳି ପୌରାଣିକ କାହାଣୀ ଶୁଣିବା ପାଇଁ ମୋ ସହିତ ଯୋଡ଼ି ରୁହନ୍ତୁ। ଜୟ ଜୟ ଜଗନ୍ନାଥ। ଯଦି ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିବେ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଆଉ କମେଣ୍ଟରେ ଜୟ ଜଗନ୍ନାଥ ଲେଖିବାକୁ ଭୁଲିବେନି।